ଢେଙ୍କାନାଳ ଜିଲ୍ଲା ଓଳପଡ଼ା ତହସିଲ ଅନ୍ତର୍ଗତ କମଳାଙ୍ଗରେ ବେଆଇନ ଇଟାଭାଟିରେ କାର୍ଯ୍ୟ କରୁଥିବା 3 ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ତହସିଲରେ ଚାଲିଥିବା ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରି 3 ଦିନ ଭିତରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଯାହା ଫଳରେ ପରଜଙ୍ଗର ପାଳସାହିରେ ପରଜଙ୍ଗ ତହସିଲଦାର ଓ ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ ଆରମ୍ଭ କରିଛନ୍ତି। ଜେସିବି ମେସିନ ସାହାଯ୍ୟରେ ଲକ୍ଷାଧିକ କଞ୍ଚା ଇଟା ନଷ୍ଟ କରିବା ସହ 3 ଦିନ ଭିତରେ ସମସ୍ତ ବେଆଇନ ଇଟାଭାଟି ଭଙ୍ଗାଯିବ ବୋଲି କହିଛନ୍ତି ପରଜଙ୍ଗ ତହସିଲଦାର। ଦୀର୍ଘ ବର୍ଷ ହେବ ପରଜଙ୍ଗ ତହସିଲ ଅଧୀନରେ ଥିବା ଜଟିଆ, ସରାଙ୍ଗ, ଡମଳ, କନ୍ଦରସିଂହା, ସାନ୍ଦା, କୁଲେଇ, ବସୁଲେଇ ଆଦି ଗାଁ ଗୁଡ଼ିକରେ ପ୍ରତିବର୍ଷ ଶହ ଶହ ବେଆଇନ ଇଟାଭାଟି ଗଢ଼ା ଯାଉଥିବା ଅଭିଯୋଗ ହେଉଥିଲା। ସେହିଭଳି କାମାକ୍ଷାନଗର NAC ମଧ୍ୟରେ ଥିବା ଆଳୁତୁମା ଗ୍ରାମରେ ବେଆଇନ ଇଟାଭାଟି ଗୁଡ଼ିକ ଭଙ୍ଗା ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଏହି କାର୍ଯ୍ୟକ୍ରମ ଆଗାମୀ 2 ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।